ଜଗନ୍ନାଥ ପିଲାମାନେ, ଆଜି ଆମେ ଭାରତ ଇତିହାସର ଯେଉଁଠିକି +2 ସେକେଣ୍ଡ ଇୟର ଭାରତ ଇତିହାସର ସିଲାବସ୍ ଆଲୋଚନା କରିବା। କେଉଁଠି ଇଣ୍ଟରନାଲ ଏବଂ କେଉଁଠି CHSE ଏକ୍ଜାମରେ ଆସିବ। ଆପଣମାନଙ୍କ ମଧ୍ୟରେ କନଫ୍ୟୁଜନ୍ ତ ଆସୁଥିବ ନିଶ୍ଚିନ୍ତ ଭାବରେ, ଆମମାନଙ୍କ ମଧ୍ୟରେ ବି ଆସୁଥିଲା। ତ ଆଜି ମୁଁ ସେହି କନଫ୍ୟୁଜନ୍କୁ ସଲ୍ୟୁସନ୍ ଆକାରରେ ମୁଁ ବଦଳାଇବାକୁ ଯାଉଛି। ତ ଦେଖନ୍ତୁ, ଏଇଟା ହେଉଛି ବ୍ୟୁରୋ ବହିର ସିଲାବସ୍। ଆଉ ବି ଯେଉଁ ଅଥରଙ୍କ ବହି ଅଛି ତାଙ୍କ ସିଲାବସ୍ ସାଙ୍ଗେ ତ ସବୁ ସମାନ, ସିଲାବସ୍ ତ ସବୁ ସମାନ ନା। ତେଣୁକରି ଏହା ହେଉଛି ସିଲାବସ୍। ତ ବେଶୀ କିଛି କହିବା ଆଗରୁ ପ୍ରଥମ ଅଧ୍ୟାୟ ଏବଂ ଦ୍ୱିତୀୟ ଅଧ୍ୟାୟ, ଏଇଟା ହେଉଛି ପ୍ରଥମ ୟୁନିଟ୍। ପ୍ରଥମ ଅଧ୍ୟାୟ ଏବଂ ଦ୍ୱିତୀୟ ଅଧ୍ୟାୟ ଇଏ ହେଉଛି ୟୁନିଟ୍ ଫାର୍ଷ୍ଟ। ଏହା କ'ଣ ହେବ ନା, କଲେଜ ଲେଭେଲରେ ଯେଉଁ ଏକ୍ଜାମ୍ ହେଉଥିଲା ହେଲା, କଲେଜ ଲେଭେଲରେ ଯେଉଁ ଏକ୍ଜାମ୍ ହେଉଥିଲା ସେହି ଏକ୍ଜାମ୍ରେ ଏଇଟା ପଡ଼ିବ। ଦେଖ, ଭାରତୀୟ ଇତିହାସର ଉପାଦାନ, ଭାରତୀୟ ସଂସ୍କୃତିର ମୂଳଭିତ୍ତି, ଏଥିରେ ଆସିବ ହରପ୍ପା ସଂସ୍କୃତି ଏବଂ ଋଗ୍ବେଦ ପରବର୍ତ୍ତୀ ବୈଦିକ ଯୁଗ ଏବଂ ଏଇ ତୃତୀୟ ଅଧ୍ୟାୟ ମଧ୍ୟ ଏଇଟା ଯିବ ୟୁନିଟ୍ 1ରେ। ତୃତୀୟ ଅଧ୍ୟାୟ ମଧ୍ୟ ଯିବ ୟୁନିଟ୍ 1ରେ, ବୁଝିଗଲା ନା। ଦେଖ, ଏହି ତିନୋଟି ପାଠ ବା ତିନୋଟି ଅଧ୍ୟାୟ ଯିବ ୟୁନିଟ୍ 1ରେ। ଯିବ ଏହି ତିନୋଟି ପାଠ। ତାପରେ ଏଇଟା କ'ଣ ହେବ ନା, ଏଇଟା 20 ମାର୍କର ଏକ୍ଜାମ୍ ହେବ। ତ ସେଥିପାଇଁ ମଧ୍ୟ କ୍ଲାସ୍ କରିବା। ତ 20 ମାର୍କ ପାଇଁ ଯେଉଁଠିକି ସେଟା ତ କଲେଜ ସାର୍ଙ୍କ ହାତରେ ହେଲା, ନିଶ୍ଚିନ୍ତ ଭାବରେ ସମସ୍ତଙ୍କୁ ମାର୍କ ସମାନ ମିଳିବ। ତ ତାପରେ ଆସିଲା ଚତୁର୍ଥ ଅଧ୍ୟାୟ, ଯେଉଁଠିକି ଖ୍ରୀଷ୍ଟପୂର୍ବ 6ଠ ଶତାବ୍ଦୀରେ ଜୈନ ଧର୍ମ ଏବଂ ବୌଦ୍ଧ ଧର୍ମ ଏବଂ କଳିଙ୍ଗ ଯୁଦ୍ଧ, ଗୁପ୍ତ ଯୁଗର ସଂସ୍କୃତି, ଏହି ତିନୋଟି ଗୋଟିଏ ୟୁନିଟ୍, ବୁଝିହେଲା। ଏହି ତିନୋଟି ୟୁନିଟ୍ ହେଉଛି ଏଇଟା ୟୁନିଟ୍ 2। ତାପରେ କ'ଣ, ତାପରେ ଆସିଲା ୟୁନିଟ୍, ଏଇଟା ମାନେ ପ୍ରଥମ ୟୁନିଟ୍କୁ ଛାଡ଼ିଦେଲି। ଦ୍ୱିତୀୟ ୟୁନିଟ୍ ଏବଂ ତୃତୀୟ ୟୁନିଟ୍, ଚତୁର୍ଥ ୟୁନିଟ୍, ପଞ୍ଚମ ୟୁନିଟ୍, ଏଇଟା ସବୁ CHSE ଏକ୍ଜାମ୍ରେ ପଡ଼ିବ, ବୁଝିହେଲା। ତ ପ୍ରଥମ ୟୁନିଟ୍କୁ ଏବେ ସ୍କିପ୍ କରିଥାଅ। ଇଣ୍ଟରନାଲ ଏକ୍ଜାମ୍ ଆସିଲା ମାସେ ପୂର୍ବରୁ ମଧ୍ୟ, ମାସେ ବା 2 ମାସ ପୂର୍ବରୁ ଷ୍ଟାର୍ଟ କଲେ ମଧ୍ୟ ସେଇଟା ଆରାମସେ କ୍ଲିୟର ହେବ। ତେଣୁ ପ୍ରଥମ ୟୁନିଟ୍କୁ ଏବେ ଟୋଟାଲ୍ ଦେଖ ନାହିଁ, ଟୋଟାଲ୍ ତାକୁ ସ୍କିପ୍ କରିଦେଇଥାଅ, ବୁଝିଗଲା। ତାପରେ ଯିବା ଆମେ 2 ନମ୍ବର ୟୁନିଟ୍ରୁ ଷ୍ଟାର୍ଟ ହେଇଯିବ। 2 ନମ୍ବର ୟୁନିଟ୍ ମାନେ ଜୈନ ଧର୍ମ, ବୌଦ୍ଧ ଧର୍ମକୁ ଭଲ ଭାବରେ ପଢ଼ୁଥାଅ। କଳିଙ୍ଗ ଯୁଦ୍ଧର କାରଣ ତ ଏବେ ପଢ଼। ଗୁପ୍ତ ଯୁଗର ସଂସ୍କୃତି ମଧ୍ୟ ପଢ଼, ଏଇଟା ହେଉଛି 3 ନମ୍ବର ୟୁନିଟ୍। ଏବଂ 4 ନମ୍ବର ୟୁନିଟ୍ରେ ଆସିଯାଉଛି କ'ଣ, ପରିବ୍ରାଜକଙ୍କ ଦୃଷ୍ଟିରେ ଭାରତୀୟ ସମାଜ। ଏଠି ଆସିଲେ ଆଲବେରୁଣି, ଇବନ ବତୁତା ଏବଂ ଫ୍ରାଙ୍କିସ୍ ବର୍ନିୟର ଅଛନ୍ତି। ତାପରେ ଦିଲ୍ଲୀ ସୁଲତାନ ଶାସନ ଆସିବ। ତାପରେ ମୋଗଲ ଯୁଗର ସଂସ୍କୃତି ଆସିବ। ଏଇଟା ହେଉଛି 3 ନମ୍ବର ୟୁନିଟ୍। ଏଇ ତିନୋଟି ୟୁନିଟ୍ ନମ୍ବର 3। ଓକେ, এই ତିନୋଟି ନମ୍ବର ହେଉଛି ୟୁନିଟ୍ ନମ୍ବର 3। ଏଟାକୁ ବି ଭଲ ମାଧ୍ୟମ ସମସ୍ତେ ପଢ଼ନ୍ତୁ। ତାପରେ ନା, ଏଇ ଦଶମ ଅଧ୍ୟାୟ ମଧ୍ୟ 3 ନମ୍ବର ୟୁନିଟ୍ରେ ଯିବ। ଓକେ, ଏ ଦଶମ ଅଧ୍ୟାୟ ମଧ୍ୟ 3 ନମ୍ବର ୟୁନିଟ୍ରେ ଯିବ, ବୁଝିହେଲା। ତ ଅର୍ଥାତ୍ ୟୁନିଟ୍ ନମ୍ବର 3ରେ କେତୋଟି? ୟୁନିଟ୍ ନମ୍ବର 3ରେ ଆମକୁ 4ଟି ପାଠ ପଢ଼ିବାକୁ ହେବ। 4ଟି ପାଠ ପଢ଼ିବାକୁ ହେବ। ତାପରେ କ'ଣ, ତାପରେ ଆସିଲା 4 ନମ୍ବର ୟୁନିଟ୍। 4 ନମ୍ବର ୟୁନିଟ୍ ଦେଖ, 4 ନମ୍ବର ୟୁନିଟ୍ ହେଉଛି ଏକାଦଶ ଅଧ୍ୟାୟରୁ ଆରମ୍ଭ ହୋଇଯିବ। ଭାରତରେ ଇଂରେଜ ଆର୍ଥିକ ନୀତି। ଦ୍ୱାଦଶ ଅଧ୍ୟାୟ ଇଂରେଜ ଉପନିବେଶ ବିରୁଦ୍ଧରେ ବିଦ୍ରୋହ ଏବଂ ମହାତ୍ମା ଗାନ୍ଧୀ ଓ
ତାଙ୍କର ସ୍ୱାଧୀନତା ଆନ୍ଦୋଳନ ବା ସଂଗ୍ରାମ ଏଇ ତିନୋଟି ପାଠ ଆସିବ ୟୁନିଟ୍ ନମ୍ବର 4ରେ। 4 ନମ୍ବର ୟୁନିଟ୍ରେ ଆସିବ। ତ 4 ନମ୍ବର ୟୁନିଟ୍ରେ ଏସବୁ ଆସିଲା ପରେ 5 ନମ୍ବର ୟୁନିଟ୍ ଆସିବ। ସେହିପରି ଭାବରେ 5 ନମ୍ବର ୟୁନିଟ୍ରେ ମଧ୍ୟ 4ଟି ଆମକୁ ପଢ଼ିବାକୁ ପଡ଼ିବ। ଏହି 4ଟି ହେଉଛି ୟୁନିଟ୍ ନମ୍ବର କେତେ? 5। ତ 5ରେ ଉପନିବେଶ ନଗରୀକରଣ, ଓଡ଼ିଶା ପ୍ରଦେଶ ଗଠନ, ଆଧୁନିକ ଓଡ଼ିଶା ବ୍ୟକ୍ତି ଓ ବିଚାର, ତାଙ୍କର ବ୍ୟକ୍ତିତ୍ୱଙ୍କର ବିଷୟରେ ଲେଖିବ। ଯେମିତିକି ରମା ଦେବୀ, ସାରଳା ଦେବୀ, ମାଳତୀ ଦେବୀ ଅଛନ୍ତି ସେଠାରେ, ମଧୁସୂଦନ ଦାସ, କୃଷ୍ଣଚନ୍ଦ୍ର ଗଜପତି ଏବଂ ଗୋପବନ୍ଧୁ ଦାସ ସେଠାରେ ତାଙ୍କର ବ୍ୟକ୍ତିତ୍ୱ ବିଷୟରେ ପଢ଼ିବାକୁ ହେବ। ବୁଝିଗଲା? तो धन्यवाद। भारत की एकता जिंदाबाद।